ବିଜେଡି ପରାଜୟର ସାମ୍ନା କରିବା ପରେ ଏବେ ତାର ଅସ୍ତିତ୍ୱକୁ ନେଇକି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। କାରଣ ସାଧାରଣତଃ ଦେଖାଯାଏ ନିରଙ୍କୁଶ ଭାବରେ ଯେ ଶାସନ କରୁଥାନ୍ତି ଦଳ ଯେଉଁଟାକି ରାଜ୍ୟସ୍ତରୀୟ ଦଳ, ସେମାନେ ଯେତେବେଳେ କଡ଼ା ପରାଜୟର ସମ୍ମୁଖୀନ ହୁଅନ୍ତି ସାଧାରଣତଃ ସେ ଦଳଗୁଡ଼ିକ ଭାଙ୍ଗିଯାଏ ବା ଏତେ ନିମ୍ନଗାମୀ ହୋଇଯାଏ ଯେ ସେମାନେ ମୁଣ୍ଡ ଉଠେଇ ପାରନ୍ତିନି। ତେବେ ବିଜେଡି କ୍ଷେତ୍ରରେ କ'ଣ ଘଟିବ ଯଦିବା ଏପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଯେପର୍ଯ୍ୟନ୍ତ ଅଛନ୍ତି ସେ ପର୍ଯ୍ୟନ୍ତ ଲୋକମାନଙ୍କର ଆଶା ଆଉ ଭରସା ତାଙ୍କ ଉପରେ କିଛି ମାତ୍ରାରେ ରହିଛି ଆଉ ରହିବ ମଧ୍ୟ। ତେବେ ବିଜେଡି ପାଇଁ ଏକ ଅଗ୍ନି ପରୀକ୍ଷାର ସମୟ। ଏଣେ ଶୁଣାଯାଉଛି ଯେ ବିଜେଡିର ବହୁ ତୁଙ୍ଗ ନେତା ଏବଂ ଜିତିଥିବା ମଧ୍ୟ କିଛି ବିଧାୟକ ସେମାନେ ବିଜେପି ସହିତ ଲିଙ୍କରେ ଅଛନ୍ତି। ତାହା କେତେ ଦୂର ସତ ସେ ଭିନ୍ନ କଥା। ଯଦି ତାହା ସତ୍ୟ ହେଇଥାଏ ଏବଂ ସେମାନଙ୍କ ମଧ୍ୟରୁ କିଛି ଆସି ବିଜେପିରେ ମିଶନ୍ତି ତାହେଲେ ବିଜେଡି ଦଳ ପାଇଁ କି ନିଶ୍ଚିତ ଭାବରେ ଆଗାମୀ ସମୟ ବହୁତ କଷ୍ଟକର ହୋଇପାରେ, ଏପରିକି ଦଳ ଭାଙ୍ଗିଯିବାର ସମ୍ଭାବନାକୁ ଏଡ଼େଇ ଦିଆଯାଇ ନପାରେ।